ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଥମୁନି ନାଣ୍ଡୁ ଧଳଙ୍କ କଣ୍ଟ୍ରୋଭର୍ସି। ପ୍ରଥମେ ସୋନାଲିଙ୍କ ସ୍ୱାମୀ, ଅନ୍ୟ ପରେ ଅନେକ କଳାକାରଙ୍କ ପରେ ଏବେ ତାଙ୍କ ସାମ୍ନାରେ ଅଛନ୍ତି ସାଇ ସତ୍ୟଜିତ ଅର୍ଥାତ୍ ସାଇ। ଗତ କିଛି ଦିନ ହେଲା ତୁଳସୀ ଗଣନାଟ୍ୟରେ କାର୍ଯ୍ୟରତ ବା ଖଳନାୟକ ଭୂମିକାରେ ଅଭିନୟ କରୁଥିବା ସାଇ ସତ୍ୟଜିତ ଔରଫ ସାଇ ହିଁ ଆଣିଥିଲେ ପ୍ରଥମେ ନାଣ୍ଡୁ ଧଳଙ୍କ ନାଁରେ ଭୟଙ୍କର ଅଭିଯୋଗ। କହିଥିଲେ ନାଣ୍ଡୁ ଧଳ ତାଙ୍କୁ ହଇରାଣ କରୁଛନ୍ତି, ଅନେକ ଟର୍ଚର କରୁଛନ୍ତି। ଏଥିପାଇଁ ତାଙ୍କ ନାଁରେ ଲିଖିତ ଆକାରରେ ସାଇ ସତ୍ୟଜିତ ସାଇ ଏବଂ ତାଙ୍କ ମା ଲିଖିତ ଅଭିଯୋଗ କରିଥିଲେ। ଗତକାଲି ହିଁ ନାଣ୍ଡୁ ଦଳ ସିଧାସଳଖ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ସାଇ ସତ୍ୟଜିତ ଏବଂ ସାଇ ସତ୍ୟଜିତ ଓରଫ ସାଇଙ୍କ ନାଁରେ। ସମ୍ପୂର୍ଣ୍ଣ ଭାବରେ କହିଛନ୍ତି ସାଇ ଅଭିନୟ କରୁଥିଲେ, ମିଛିମିଛିକା ଅଭିନୟ। ସତରେ ତାଙ୍କ ଦେହ ଖରାପ ହୋଇନଥିଲା। ଷ୍ଟେଜରେ ମିଛ ଅଭିନୟ କରି ନାଟ ବନ୍ଦ କରିଦେଲେ। ଏବେ ଧନ୍ଦା ଚଲେଇଛନ୍ତି ଅନ୍ୟ ପାର୍ଟିକୁ ଯିବା ବୋଲି ଏମିତି ଫାର୍ସ କରୁଛନ୍ତି। ସେଥିପାଇଁ ସିଧାସଳଖ ତାଙ୍କ ନାଁରେ ଖଣ୍ଡଗିରିରେ ଏଫଆଇଆର ଦାୟର କରିଥିଲେ। ସେପଟେ ଯଦି ଦେଖିବା ସାଇ ସତ୍ୟଜିତ ସାଇ ଏବଂ ତାଙ୍କ ମା ସମ୍ପୂର୍ଣ୍ଣ ଭାବରେ ନାଣ୍ଡୁ ଢଳଙ୍କ ନାଁରେ ଏଫଆଇଆର ଦାୟର କରିଥିଲେ ଏବଂ ସିଧାସଳଖ ସାଇଙ୍କ ମା କହିଥିଲେ କି ମୋ ପୁଅର ଦେହ ଖରାପ ପରେ ବି ନାଣ୍ଡୁ ଧଳ ତାଙ୍କୁ ବାରମ୍ବାର ଟର୍ଚର କରୁଛି, ବାରମ୍ବାର ନିଜ ପାର୍ଟିର ଅଭିନୟ ପାଇଁ ଧମକାଉଛି। ଏମିତି କଣ୍ଟ୍ରୋଭର୍ସିରେ ବାରମ୍ବାର ଆଗରୁ ଫସିଛନ୍ତି ନାଣ୍ଡୁ ଧଳ। ଏବେ ପୁଣି ସାଇ ସତ୍ୟଜିତ ସାଇଙ୍କ ଜାଲରେ ନାଣ୍ଡୁ ଧଳ। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।